ପାଞ୍ଚ ଦିନିଆ ବିଭୁ ବିଭୂତି ବିଶ୍ୱ ଶାନ୍ତି ମହାଯଜ୍ଞ ସମ୍ପନ୍ନ। ରାଉରକେଲାର ସେକ୍ଟର 8ରେ ଥିବା ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ତରଫରୁ 5 ଦିନିଆ ବିଭୁ ବିଭୂତି ବିଶ୍ୱ ଶାନ୍ତି ମହାଯଜ୍ଞ ସେକ୍ଟର 7 ତେନ୍ତୁଳି ଗଛ ପଡ଼ିଆଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଠାକୁର ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ ଓ ମାହାଙ୍ଗାର କ୍ଷତି ଜ୍ୟୋତି ଆଶ୍ରମ ସ୍ୱର୍ଣ୍ଣ କ୍ଷେତ୍ର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ 11 ତାରିଖ ଦିନ ଯଜ୍ଞ ମଣ୍ଡପ ପ୍ରତିଷ୍ଠା ଓ ଶ୍ରୀ କଳସ ଶୋଭାଯାତ୍ରା, 12 ତାରିଖ ଦିନ ବିଭିନ୍ନ ପୂଜନ ସହ ଅଖଣ୍ଡ ନାମଯଜ୍ଞ ଓ ସନ୍ଧ୍ୟାରେ ସତ୍ସଙ୍ଗ ମହୋତ୍ସବ, ସ୍ମରଣିକା ଉନ୍ମୋଚନ ପଠନ ଓ ପୁରୀର ପ୍ରବଚକ ସତ୍ୟ ଚୈତନ୍ୟ ଦାସଙ୍କ ଦିବ୍ୟ ପ୍ରବଚନ, 13 ତାରିଖ ଦିନରୁ 15 ତାରିଖ ଦିନ ପର୍ଯ୍ୟନ୍ତ ପ୍ରାତଃ ମଙ୍ଗଳ ଆଳତୀ ସହ ବିଭିନ୍ନ ପୂଜାର୍ଚ୍ଚନା ଓ 13 ତାରିଖ ଦିନ ଭୁବନେଶ୍ୱରର କୁନି ପ୍ରବଚକ କେଶବ ଦାସ, ଦ୍ୱିତୀକୃଷ୍ଣ ଓ ଜଗତସିଂହପୁରରୁ ପ୍ରବଚକ ଦିବାକର ଦାସ ମହାରାଜାଙ୍କ ଦିବ୍ୟ ପ୍ରବଚନ, 14 ତାରିଖ ଦିନ ଢେଙ୍କାନାଳର ମାଳିକା ବିଶେଷଜ୍ଞ ଭକ୍ତି ବିନୋଦ ବିପିନ ବିହାରୀ ସାମଲ ଓ ପରିବ୍ରାଜକ ପ୍ରମୋଦ କୁମାର ପୃଷ୍ଟି ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ। 15 ତାରିଖ ଦିନ ବିଭିନ୍ନ ପୂଜା ସହ ଯଜ୍ଞ ପୂର୍ଣ୍ଣାହୁତି ଶାନ୍ତି ପାଠ ସହ କାର୍ଯ୍ୟକ୍ରମର ସମାପ୍ତି କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ବିଶେଷ ଆକର୍ଷଣରେ କୈବଲ୍ୟ ମଣ୍ଡପ, ଯେଉଁଠାରେ ବିଶ୍ୱର ସମସ୍ତ ଧର୍ମର ଗୁରୁଙ୍କୁ ପୂଜା କରାଯାଇଥିଲା ଓ ଶେଷ ଦିନ ଅଷ୍ଟଧାତୁରେ ତିଆରି ହସ୍ତି ଦ୍ୱାରା ପୂର୍ଣ୍ଣାହୁତି ଓ ଅଖଣ୍ଡ ନାମ ଯଜ୍ଞ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମହାଯଜ୍ଞରେ ମିତାରାଣୀ ତରାଇ ଓ ବ୍ରଜବନ୍ଧୁ ତରାଇ କର୍ତ୍ତା ଭାବେ ଦାୟିତ୍ୱ ସମ୍ପନ୍ନ କରିଥିଲେ। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରୁ ଶ୍ରଦ୍ଧାଳୁ ଓ ଭକ୍ତମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରବଚନ ଶୁଣିବା ସହ ପ୍ରସାଦ ସେବନରେ ମିଳିତ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ପ୍ରମୋଦ ବେହେରା, ଶଶଧର ମହାନ୍ତି, ବିପିନ ପଟ୍ଟନାୟକ, ମନୋରଞ୍ଜନ ଉପସଭାପତି, ବାଇଧର ପ୍ରଧାନ, ସମ୍ପାଦକ ରଜତ ମହାପାତ୍ର, ତିଳକ ଚନ୍ଦ୍ର ପ୍ରଧାନ, ରମାକାନ୍ତ ସାମଲ, ସିଦ୍ଧାନ୍ତ ଚନ୍ଦ୍ର ଦାସ, ପ୍ରଭାତ ମଲ୍ଲିକ, ରାଜେନ୍ଦ୍ର ନାରାୟଣ ମଲ୍ଲିକ, ମଙ୍ଗଳେଶ୍ୱର ପରିଡ଼ା, ମୀନାରାଣୀ ତରାଇ, ସ୍ନିଗ୍ଧା ମହାପାତ୍ର, ଭରତ ଦାସ, ଶ୍ରେୟାଂଶୀ ଦାସ, ଅଜୟ କୁମାର, ଅମିତ କୁମାର, କବିରାଜ ନାୟକ, ଅନ୍ତର୍ଯାମୀ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦେଖନ୍ତୁ ତାରି ଭିଜୁଆଲ। ମ୍ୟାଡ଼ାମ୍, ଆପଣଙ୍କ ପରିଚୟ ଓ ଆଜିର ଏଇ ଯେଉଁ ମହାଯଜ୍ଞ ସେ ସମ୍ପର୍କରେ ପଦେ। ସପ୍ରେମୀ ସମସ୍ତଙ୍କୁ ସପ୍ରେମୀ ଗୁରୁସ୍ୱାମୀ, ମୁଁ ମିତାରାଣୀ ତରାଇ କହୁଛି। ବିଭୁ ବିଭୂତି ବିଶ୍ୱଶାନ୍ତି ମହାଯଜ୍ଞର ଆବାହିକା, ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ, ଅଚ୍ୟୁତ ଗୁପ୍ତ ବ୍ରହ୍ମ ସଂଘ, କ୍ଷିତିଜ୍ୟୋତି ଆଶ୍ରମ, ମାହାଙ୍ଗା କଟକ ଅନୁକୂଲ୍ୟରେ ଆଜି ଏ ବିଶ୍ୱଶାନ୍ତି ଯଜ୍ଞର ଆୟୋଜନ ଅନୁଷ୍ଠିତ ହେବାକୁ ଯାଉଅଛି। ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଆମେ ଆଜି ଏ ଯଜ୍ଞର ଆୟୋଜନ କରିଅଛୁ। ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ତରଫରୁ ବିଭୁ ବିଭୂତି ବିଶ୍ୱଶାନ୍ତି ମହାଯଜ୍ଞର ଆବାହିକା ଆମର ଏହି ମହାଯଜ୍ଞ ଗତ 11 ତାରିଖରୁ ଆରମ୍ଭ ହୋଇ 15 ତାରିଖ ପର୍ଯ୍ୟନ୍ତ ସେକ୍ଟର 7 ତେନ୍ତୁଳି ଗଛ ପଡ଼ିଆଠାରୁ ଆୟୋଜିତ ହେଉଅଛି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।